ଗୋରୁ ବେପାରୀ ମାନଙ୍କ ଭୂସ୍ବର୍ଗ ପାଲଟିଛି ବରଦେଇ ଗ୍ରାମ। ଗୋଚାଲାଣ ରୋକିବାରେ ପ୍ରଶାସନ ବିଫଳ। ଡାବୁଗାଁ ଅଞ୍ଚଳରେ ଦିନକୁ ଦିନ ଅବୈଧ ଗୋଚାଲାଣ ବଢ଼ିବାକୁ ଲାଗିଛି। ଗୋରୁ ବେପାରୀ ମାନଙ୍କ ଭୂସ୍ବର୍ଗ ପାଲଟିଛି ବରଦେଇ ଗ୍ରାମ। ଏଭଳି ଡାବୁଗାଁ ସାପ୍ତାହିକ ହାଟରୁ ମଧ୍ୟ ପ୍ରତି ସପ୍ତାହ ଶହ ଶହ ଗୋଚାଲାଣ ହେଉଛି। କିନ୍ତୁ ଆଶ୍ଚର୍ଯ୍ୟର କଥା, ସ୍ଥାନୀୟ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି। ଖାଲି ଡାବୁଗାଁ ନୁହଁ, ରାଇଘର, କୁନ୍ଦେଇ, ଛତିଶଗଡ଼ ସୀମାନ୍ତରୁ ଗାଈଗୋରୁ ମାନଙ୍କୁ ନିର୍ମମ ଭାବରେ ପିଟି ପିଟି ଏବଂ ଚଲାଇ ଚଲାଇ ଡାବୁଗାଁ ଅଞ୍ଚଳ ଦେଇ ନେଉଛନ୍ତି, କିନ୍ତୁ ପ୍ରଶାସନ ନୀରବ। ସୂଚନାଯୋଗ୍ୟ, କିଛି ଦଲାଲ ରାଇଘର ଏବଂ ଛତିଶଗଡ଼ ସୀମାନ୍ତରୁ ଆଣୁଥିବା ଗାଈଗୋରୁ ମାନଙ୍କୁ ପାପଡ଼ାହାଣ୍ଡି ଥାନା ବରଦେଇ ଏବଂ ଡାବୁଗାଁ ଥାନା ଅଧୀନସ୍ଥ ଧାମନାଗୁଡ଼ା, ସୋରାଗୁଡ଼ା ଓ ଜାମଗୁଡ଼ା ଗ୍ରାମରେ ରଖି ସନ୍ଧ୍ୟା ସମୟରେ ଟ୍ରକ୍ ଯୋଗେ ଆନ୍ଧ୍ରପ୍ରଦେଶ ପଠାଉଥିବା ଜଣାପଡ଼ିଛି। ସବୁ ଜାଣି ମଧ୍ୟ ପ୍ରଶାସନ ନୀରବ। ଏଭଳି ଅବୈଧ ଗୋଚାଲାଣକୁ ରୋକିବାରେ ପ୍ରଶାସନ ବିଫଳ ହେଲେ ଆଗାମୀ ଦିନରେ ନବରଙ୍ଗପୁର ଜିଲ୍ଲାରେ ଗୋସମ୍ପଦ ସମ୍ପୂର୍ଣ୍ଣ ଲୋପ ପାଇଯିବ, ଏଥିରେ ଦୁଇମତ ହେବାର ନାହିଁ। ଯାହା ବି ହେଉ, ଗୋଚାଲାଣ ରୋକିବା ପାଇଁ ସ୍ଥାନୀୟ ପ୍ରଶାସନ ଦୃଷ୍ଟି ଦେଉନଥିବାରୁ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ପାଇଁ ସାଧାରଣରେ ଦାବି ହେଉଛି। ନବରଙ୍ଗପୁରରୁ ମିହିର ଶଙ୍କର ପାତ୍ରଙ୍କ ରିପୋର୍ଟ, ସ୍ୱାସ୍ତିକ ନ୍ୟୁଜ। ଚିଲିକା ବ୍ଲକର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ କ୍ୟାବିନେଟ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ଏ ସରକାର ଲୋକଙ୍କ ସରକାର। ସାଧାରଣ ଲୋକଙ୍କୁ ଉପଯୁକ୍ତ ସେବା ପ୍ରଦାନ ଆମ ସରକାରଙ୍କ ମୁଖ୍ୟ ଉଦ୍ଦେଶ୍ୟ। ତେବେ ରାଜ୍ୟର ସାମଗ୍ରିକ ବିକାଶ ପାଇଁ ପ୍ରସ୍ତୁତ ସବୁ ଯୋଜନା ବ୍ଲକ ସ୍ତରରୁ ଆରମ୍ଭ ହେବା ଉଚିତ ବୋଲି ଆଇନ ପୂର୍ତ୍ତ ଅବକାରୀ ବିଭାଗ ମାନ୍ୟବର ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଚିଲିକା ବ୍ଲକ ସମ୍ମିଳନୀ କକ୍ଷରେ ଆୟୋଜିତ ପ୍ରଥମ ସମୀକ୍ଷା ବୈଠକରେ ଯୋଗଦେଇ ମତବ୍ୟକ୍ତ କରିଛନ୍ତି। ଚିଲିକା ବ୍ଲକର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ନେଇ ଆଜି ଆୟୋଜିତ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିବା ସହ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଲେ ଯେ ବ୍ଲକ ହେଉଛି ଏପରି ସ୍ଥାନ ଯେଉଁଠି ପ୍ରତ୍ୟେକ ଲୋକ ସରକାରୀ ସୁବିଧା ଓ ନ୍ୟାୟ ପାଇପାରିବେ। ତେଣୁ ଏଠାରେ କାର୍ଯ୍ୟରତ ସମସ୍ତ ଅଧିକାରୀ ଏବଂ କର୍ମଚାରୀଙ୍କୁ ବେଶ୍ ଗୁରୁଦାୟିତ୍ୱ ରହିଛି। ତେଣୁ ଅଧିକାରୀ ଓ କର୍ମଚାରୀମାନେ ସେବା ମନୋଭାବ ନେଇ ଦାୟିତ୍ୱ ନିର୍ବାହ କରନ୍ତୁ ବୋଲି ମନ୍ତ୍ରୀ ତାଙ୍କ ବକ୍ତବ୍ୟରେ କହିଛନ୍ତି। ମାନଙ୍କ ସହିତ ଆଲୋଚନା କରାଗଲା। ମୋ ସହିତ ଆମର ଚେୟାରପର୍ସନ ଜ୍ୟୋତ୍ସ୍ନା ରାଣୀ ବେହେରା ବି ଥିଲେ ଏବଂ ପିଡିଡିଆରଡିଏ ବାଦଲ ମହାନ୍ତି ମଧ୍ୟ ଉପସ୍ଥିତ ଥିଲେ। ବାକି ବିଡିଓଙ୍କଠୁ ଆରମ୍ଭ କରି ସମସ୍ତ ଅଧିକାରୀ, ବିଭିନ୍ନ ଲାଇନ୍ ଡିପାର୍ଟମେଣ୍ଟସ୍ ଏବଂ ଯେଉଁ ବ୍ଲକ ପରିଧି ବାହାରେ ବି ଯେଉଁ ବିଭାଗ ଗୁଡ଼ିକ ଯେମିତି ପୂର୍ତ୍ତ ହଉ, ଇଲେକ୍ଟ୍ରିସିଟି ହଉ, ଏସବୁ ବିଭାଗ ସାଙ୍ଗେ କଥାବାର୍ତ୍ତା ହେଇଛି। ତାଙ୍କୁ ଗୋଟିଏ କାମ କରିବାର ଶୈଳୀ ମୁଁ ମୋ ତରଫରୁ ତାଙ୍କୁ କହିଛି। ତାଙ୍କର ଯେଉଁ ଯାହା ଯାହା କାମ ଚାଲିଥିଲା ସେ ବାବଦରେ ସମୀକ୍ଷା ହେଲା ଏବଂ ସେମାନେ ଆଗକୁ କ'ଣ କରିବାକୁ ଯାଉଛନ୍ତି ସେ ବାବଦରେ ବି ସେମାନେ ଗୋଟେ ଡିଟେଲ୍ସ ରିପୋର୍ଟ ଦେଇଛନ୍ତି। ଏବଂ ମୁଁ ଯେଉଁ ଶୈଳୀରେ ଚାହୁଁଛି ଯେ ପ୍ରୋଗ୍ରେସିଭ୍ ୱେରେ ନିଜ ଆଡ଼ୁ ଇନିସିଏଟିଭ୍ ନେଇକି ଅଫିସରମାନେ କାମ କରନ୍ତୁ ଏବଂ ସବୁଠୁ ବଡ଼ କଥା ହେଉଛି ପୁରାପୁରି କାମ ପବ୍ଲିକ୍ ଓରିଏଣ୍ଟେଡ୍ ହଉ। ସାଧାରଣ ଲୋକଙ୍କୁ ପୁରା ପ୍ରାଥମିକତା ଦେଇ ସରକାରୀ କାର୍ଯ୍ୟ ଚାଲିବ, ସେଇଟା ହିଁ ଗଭର୍ଣ୍ଣାନ୍ସ, ସେଇଟା ହିଁ ଗୁଡ୍ ଗଭର୍ଣ୍ଣାନ୍ସ। ଏ କଥାର କଥା ମୁଁ ତାଙ୍କୁ ସ୍ପଷ୍ଟ ଭାବରେ କହିଛି ଏବଂ ମୁଁ ଆଶା କରୁଛି ଯେ ସେମାନେ ସେ କଥାର ଆଧାରରେ ଲୋକଙ୍କର ସେବା କରିବାକୁ ଯେଉଁ ସୁଯୋଗ ମିଳିଛି ବ୍ଲକରେ ତାଙ୍କର କାମ କରିବା ଭିତରେ ସେ କଥାକୁ ନିଶ୍ଚିତ ଭାବରେ କରିବେ। ଏବଂ ମୁଁ ଏକଥା ବି କହିଛି ପ୍ରତି 3 ମାସରେ ଥରେ ଏଇଭଳି ସମୀକ୍ଷା ହେବ ଏବଂ ବ୍ଲକରେ ଜନସାଧାରଣଙ୍କ କାମଠୁ ଆରମ୍ଭ କରିକି ପ୍ରୋଜେକ୍ଟ ପର୍ଯ୍ୟନ୍ତ ସବୁଗୁଡ଼ିକ ସୁଚାରୁ ରୂପେ ସଠିକ୍ ଢଙ୍ଗରେ ଚାଲିବ। ସେଥିପାଇଁ ପୁରାପୁରି ଆମେ ଯତ୍ନବାନ ରହିବୁ। ଆଲୋଚନା କଲା ବସିବା ଭିତରେ ମନ୍ତ୍ରୀ ଆସିଲେ, ଅଧିକାରୀଙ୍କୁ ଶୁଣିଲେ, ସବୁ ମାନେ ଭଲ ହେଇକି ନିଜକୁ କଥା କହିଲେ, କିନ୍ତୁ ପ୍ରକୃତ ସମସ୍ୟା ଲୋକଙ୍କର ମନ୍ତ୍ରୀ ଜାଣିଛନ୍ତି। ପବ୍ଲିକଠୁ ମୁଁ ସବୁଦିନ ଶୁଣୁଛି, ଅଧିକାରୀଙ୍କଠୁ 3 ମାସରେ ଥରେ ଶୁଣିବି। ତେଣୁକରି ଯଦି ସେଇଟା ନ କରାଯିବ ପବ୍ଲିକର ସମସ୍ୟାଟାକୁ ଅଧିକାରୀଙ୍କ ପାଖରେ ସେ କଥା ପହଞ୍ଚିବ ନାହିଁ। ତେବେ ଅଧିକାରୀମାନଙ୍କୁ ଯାହା ନିର୍ଦ୍ଦେଶ ଦିଆଯିବା କଥା ଦିଆଯାଇଛି। ପବ୍ଲିକଠୁ ସବୁଦିନ ଆମେ ଶୁଣୁଛୁ, ପ୍ରତି ପଞ୍ଚାୟତର ପ୍ରତି ଗାଁର ଲୋକଙ୍କଠୁ ଶୁଣୁଛୁ ସମସ୍ୟା କ'ଣ, ସେ କଥା ମୋ ମାନସ ପଟଳରେ ଅଛି। ତେଣୁକରି ସେଥିପାଇଁ ଆଉ ଅଧିକା ଶୁଣିବାର କିଛି ଆବଶ୍ୟକତା ନାହିଁ। ସମସ୍ତ ବିକାଶମୂଳକ କାର୍ଯ୍ୟ, ଜନକଲ୍ୟାଣକାରୀ ଯୋଜନା, ବିଭିନ୍ନ ସରକାରୀ ଯୋଜନା ଓ କାର୍ଯ୍ୟକ୍ରମକୁ ପ୍ରାଧାନ୍ୟ ଦେବା ସହ ସାଧାରଣ ଲୋକଙ୍କ ମଙ୍ଗଳ ଉଦ୍ଦେଶ୍ୟରେ ନୂଆ ଯୋଜନା ଓ କାର୍ଯ୍ୟକ୍ରମ ପ୍ରଣୟନ ନେଇ ପ୍ରସ୍ତାବ ଦେବା ପାଇଁ ମଧ୍ୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ଏଥିସହ ପ୍ରତି 3 ମାସରେ ହେବାକୁ ଥିବା ସମୀକ୍ଷା ବୈଠକରେ କାର୍ଯ୍ୟକ୍ରମ ଏବଂ ଜାରି ରହିଥିବା ଯୋଜନା ଅଗ୍ରଗତି ନେଇ ରିପୋର୍ଟ ପ୍ରଦାନ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ବ୍ଲକରେ ଥିବା ସମସ୍ତ ଅଙ୍ଗନବାଡି କେନ୍ଦ୍ରଗୁଡ଼ିକୁ ଅଧିକ କ୍ରିୟାଶୀଳ କରିବା ପାଇଁ ମନ୍ତ୍ରୀ ସିଡିପିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆଜିର ବୈଠକରେ ବ୍ଲକ ଅଧ୍ୟକ୍ଷା
ଜ୍ୟୋତ୍ସ୍ନାମୟୀ ବେହେରା, ଉପାଧ୍ୟକ୍ଷ ଅରୁଣ କୁମାର ପଟ୍ଟନାୟକଙ୍କ ସମେତ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ବାଦଲ କୁମାର ମହାନ୍ତି, ବ୍ଲକ ଉନ୍ନୟନ ଅଧିକାରୀ, ସ୍ଥାନୀୟ ତହସିଲଦାରଙ୍କ ସମେତ ସମ୍ପୃକ୍ତ ସମସ୍ତ କ୍ଷେତ୍ର ଅଧିକାରୀ ଉପସ୍ଥିତ ଥିଲେ। ଖୋର୍ଦ୍ଧା ଚିଲିକାରୁ ସୂର୍ଯ୍ୟକାନ୍ତ ସାହୁଙ୍କ ରିପୋର୍ଟ, ସ୍ୱାସ୍ତିକ ନ୍ୟୁଜ।